ଯେତେବେଳେ ବି ଦୁଃଖୀ ହୁଅ ତେବେ ସେତେବେଳେ ମୋତେ ନିଶ୍ଚୟ ମନେ ପକାଅ। ମୋ ପାଖକୁ ଆସି ମୋ ସହିତ କଥା ହୁଅ। କିନ୍ତୁ ଯେତେବେଳେ ବି ତୁମେ ଖୁସି ହୁଅ ତେବେ ବି ମୋ ସହିତ କଥାବାର୍ତ୍ତା କରିପାରିବ ପିଲାମାନେ। ମୁଁ ତ କହୁଛି କି ମୋତେ ତୁମର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରିନିଅ। ଉଠିବା ବସିବା ସମୟରେ ମୋ ସହିତ କଥାବାର୍ତ୍ତା କର। ମୁଁ ତୁମର ସମସ୍ତ କଥା ଶୁଣେ ପିଲାମାନେ। ତୁମ ସହ କଥା ହେବାକୁ ମୁଁ ସର୍ବଦା ବ୍ୟସ୍ତ ହୋଇ ଉଠେ। ତୁମ ସହିତ କଥାବାର୍ତ୍ତା କରିବାକୁ ମୁଁ ସର୍ବଦା ଆଗ୍ରହୀ ମଧ୍ୟ। ମୁଁ ତୁମକୁ ବହୁତ ଭଲ ପାଏ ପିଲାମାନେ। ମୋତେ ତୁମର କଥା ଶୁଣିବାକୁ ଏବଂ ତୁମ ସହ କଥା ହେବାକୁ ମୁଁ ବହୁତ ପସନ୍ଦ କରେ। ତୁମର ଗୋଟିଏ ଭଲ ଗୁଣ ଦେଖି ମୋତେ ବହୁତ ଖୁସି ଲାଗେ। ତାହା କ'ଣ ଜାଣିଛ? ଯେତେବେଳେ ତୁମେ ନିଜର ସମସ୍ୟାକୁ ଭୁଲିଯାଇ ସର୍ବଦା ଅନ୍ୟମାନଙ୍କ ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ତତ୍ପର ହୋଇ ଉଠ, ପ୍ରସ୍ତୁତ ରୁହ। ସେଥିପାଇଁ ତୁମେ ମୋର ଖାସ୍ ସନ୍ତାନମାନଙ୍କ ମଧ୍ୟରୁ ଜଣେ। ମୁଁ ଜାଣିଛି ତୁମେ ଆଜି ପର୍ଯ୍ୟନ୍ତ ତୁମ ଜୀବନରେ ଯାହା କିଛି ସହି ଆସିଛ, ଯେଉଁ ପ୍ରକାରରେ ତୁମେ ଏକ ଶକ୍ତିଶାଳୀ ବ୍ୟକ୍ତି ହୋଇ ଏଠାରେ ପହଞ୍ଚିଛ, ତାହା ଆଉ କେହି ଦେଖିଥାନ୍ତୁ କି ନାହିଁ, କିନ୍ତୁ ମୁଁ ତ ଏହା ଦେଖିଛି ଏବଂ ଜାଣିଛି ପିଲାମାନେ। ସେଥିପାଇଁ ଆଜି ମୁଁ ତୁମକୁ ସାବାସୀ ଦେବାକୁ ଆସିଛି, ତୁମର ପ୍ରଶଂସା କରିବାକୁ ଆସିଛି। ମୁଁ ତୁମକୁ ବହୁତ ସାରା ଆଶୀର୍ବାଦ ଦେଉଛି। ତୁମର କଲ୍ୟାଣ ହିଁ କଲ୍ୟାଣ ହେବ। ତୁମକୁ ବହୁତ ପ୍ରସିଦ୍ଧି ମିଳିବ। ତୁମେ ନିଜ ପରିବାର ବିଷୟରେ ଆଦୌ ଚିନ୍ତା କର ନାହିଁ, ବିଲକୁଲ ବି ନୁହେଁ। ତୁମର ପୁରା ପରିବାରର ଦାୟିତ୍ୱ ମୋର ଅଟେ। ସୁଖ, ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ତୁମ ଘରେ ସର୍ବଦା ବାସ କରିବେ। ମୋର ଆଶୀର୍ବାଦ ସବୁବେଳେ ତୁମ ସାଥିରେ ଅଛି। ତୁମର କର୍ମକୁ ସର୍ବଦା ଭଲ ରଖ ଏବଂ ତୁମର ଭକ୍ତି ଏବଂ ବିଶ୍ୱାସକୁ ଏହିଭଳି ଭାବରେ ବଜାୟ ରଖ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।